ପୂର୍ବତନ ମୁଖ୍ୟମନ୍ତ୍ରୀ ମହୋଦୟ ଏମିତି ହାତ ଥରୁଥିଲା ତାଙ୍କର ଯେଉଁ ଶୁମ୍ଭ ନୁଶୁମ୍ଭ ସିକ୍ୟୁରିଟି ଗାର୍ଡ ଥାଆନ୍ତି ସେ ହାତ ଆଣି ଭିଡ଼ି ଦେଇ ପକେଇବା ଆମେ ଦେଖୁଥିଲେ। ତେଣୁ ସେ ମୁଖ୍ୟମନ୍ତ୍ରୀ ଦୁର୍ବଳ ନା ଯିଏ ଜିତୁ ଜିତୁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଖୋଲି ବସିକିରି ଶୁଣୁଛି ସିଏ ଦୁର୍ବଳ? ହଁ, ବିଜେପି। ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର। ଗତ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ଗୋଟାଏ ହଠାତ୍ ହଟଚମଟ ସୃଷ୍ଟି ସହିତ ସତ୍ତା ପଲଟିଥିଲା। ଆମମାନେ ଆଗରୁ ସଚେତନ ଓଡ଼ିଆ ମାନେ ବାରମ୍ବାର ଆପ୍ଲାଏ କରୁଥିଲେ, ବାରମ୍ବାର ଅଭିଯୋଗ କରୁଥିଲେ ଯେ ଏ ସରକାରର ଏକ୍ସପାୟରି ଡେଟ୍ ହେଇଗଲାଣି, ଯେତିକି ଘଡ଼ା ପୁରିବା କଥା ସେ ଘଡ଼ା ପୁରି ସାରିଲାଣି। ତେଣୁ ଆଙ୍କୁ ବିରତି ଦିଆଯାଉ ଏବଂ ନୂତନ ସରକାର ବିଜେପି ସରକାରଙ୍କୁ ସୁଯୋଗ ଦିଆଯାଉ। ସେଇଟା ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଓଡ଼ିଆ ଅସ୍ମିତାର ଆହ୍ୱାନରେ ଗତ ସରକାର ଓଡ଼ିଶାର ଅସ୍ମିତାକୁ ବିକ୍ରି କରିଥିଲେ, ଓଡ଼ିଶାର ସ୍ୱାଭିମାନକୁ ଦଳି ମକଚିଟି ଦେଇଥିଲେ। ଠିକ୍ ତାର ରିଭର୍ସରେ ଓଡ଼ିଶାବାସୀ ଭୋଟ ଦେଇଥିଲେ ଓଡ଼ିଆ ଅସ୍ମିତା ବଞ୍ଚେଇ ରଖିବା ପାଇଁ, ଓଡ଼ିଆ ଅସ୍ମିତାର ଉନ୍ନତିକରଣ ପାଇଁ। କ'ଣ ସେଇ ଓଡ଼ିଆ ଅସ୍ମିତା, ସେ ବିଷୟରେ ଆମେ ପଛରେ ଆଲୋଚନା କରିବା। ବର୍ତ୍ତମାନର ଗୋଟେ ମୁଖ୍ୟ ଟପିକ୍ 2-4 ଦିନ ହେଲାଣି ମୁଁ ସୋସିଆଲ ମିଡ଼ିଆରେ ଦେଖୁଛି ଏବଂ ସେଗୁଡ଼ାକ ଦେଖିଲା ପରେ ନିଜକୁ ବହୁତ ଭାରାକ୍ରାନ୍ତ ଲାଗୁଛି। ତୁଳନା ଚାଲିଛି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ, ଯେ ଏ ଦୁଇ ଜଣଙ୍କର ବ୍ୟକ୍ତିତ୍ୱ, ଏ ଦୁଇ ଜଣଙ୍କର ଚରିତ୍ର, ଏ ଦୁଇ ଜଣଙ୍କର ଷ୍ଟାଇଲ ଆଉ ଅନ୍ଦାଜକୁ ନେଇକି ଓଡ଼ିଶା ଭିତରେ ତୁଳନା ଚାଲିଛି। ତୁଳନା କରୁଛନ୍ତି କିଏ? ଯେଉଁମାନେ ବିଜେଡ଼ିର ସ୍ପନ୍ସର୍ଡ ଚାଟୁକାର, ବିଜେଡ଼ି ଯେଉଁମାନଙ୍କୁ ସ୍ପନ୍ସର କରେ, ଯେଉଁମାନେ ପୋଷେଇକି ଅଛନ୍ତି, ବିଜୁ ଜନତା ଦଳର କେତେଜଣ ଚାମଚା ତୁଳନା କରୁଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଷ୍ଟ୍ରଙ୍ଗ ଥିଲେ, ଇଏ ମୁଖ୍ୟମନ୍ତ୍ରୀ ଦୁର୍ବଳ। ଦେଖିଲା ପରେ ବହୁତ ଖରାପ ଲାଗିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ଭଦ୍ରଲୋକ, ଗୋଟାଏ ଆଦିବାସୀ ପ୍ରବଳ ଅଞ୍ଚଳରୁ ଆସୁଛନ୍ତି, ନିଜେ ଜଣେ ଆଦିବାସୀ ଜନଜାତିର ଲୋକ, କିନ୍ତୁ ଦୁର୍ବଳ ଲୋକ ନୁହଁ। ଆପଣଙ୍କୁ ମୁଁ ଯୋଡ଼ାଏ କଥା କହି ରଖୁଛି। ଆମେ ଏଇଠି ଦୁଇଟା କଥା ସ୍ପଷ୍ଟ କରିବାକୁ ଚାହିଁବୁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ନିହାତି ଭଦ୍ରଲୋକ, କିନ୍ତୁ ଦୁର୍ବଳ ଲୋକ ନୁହନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟବହାରରେ ନମ୍ରତା ଅଛି, କିନ୍ତୁ ତାଙ୍କ ବ୍ୟବହାରରେ ଦୁର୍ବଳତା ନାହିଁ। ଆପଣ ଗୋଟେ କଥା ଲକ୍ଷ୍ୟ କରନ୍ତୁ, ଏଠି ତୁଳନା କରାଯାଉଛି ଯେ ନବୀନ ବାବୁ ଷ୍ଟ୍ରଙ୍ଗ ଥିଲେ, ମୋହନ ମାଝୀ ଦୁର୍ବଳ। ଆରେ କେମିତିକା ଷ୍ଟ୍ରଙ୍ଗ? ସିଏ ଚାଲିପାରୁନଥିଲେ, ତାଙ୍କୁ ଦୁଇ ଜଣ ଧରିକି ନେଉଥିଲେ। ଗୋଟେ ଶୋ କେସ୍ରେ ଆଜ୍ଞା ଯେମିତି ରଖା ହେଇନଥାଏ, କାଚ ଘରେ ରଖା ହେଇଥାଏ, ଚିଡ଼ିଆ ଦରକାର ହେଲେ ଖୋଲା ହୁଏ, ସେ ବାହାରେ ବୁଲିଯାଏ, ପୁଣି ତାକୁ ପଞ୍ଜୁରୀବିଦ୍ଧ କରିଦିଆଯାଏ। ତାଙ୍କୁ ସେଇଭଳି ରଖାଯାଇଥିଲା। ତାଙ୍କୁ ବନ୍ଦ ଘରେ ରଖାଯାଉଥିଲା, ଯେଉଁଠି ଦରକାର ଆଣିକି ଥୁଆଯାଉଥିଲା, ସେଇଠୁ ପୁଣି ନେଇ ତା ଭିତରେ ବନ୍ଦୀ କରିକି ରଖାଯାଉଥିଲା। ଆଉ କେମିତି ସବଳ ସିଏ ଥିଲେ? ଯେଉଁ ଲୋକଟି ଏଠି 25 ବର୍ଷରେ ସରକାର କଲା, 30 ବର୍ଷ 35 ବର୍ଷ ଶାସନ ଉପଭୋଗ କଲା, ପ୍ରଥମ ଥର ବୋଧହୁଏ ନିର୍ବାଚନରେ ସିଏ ପରାଜୟ ଦେଖିଛି। ତାର ଯୁବାବସ୍ଥାରୁ ବୃଦ୍ଧତ୍ୱର ଶେଷ ଅବସ୍ଥା, ବୃଦ୍ଧାବସ୍ଥା ନୁହଁ, ତାଙ୍କର ବୃଦ୍ଧାବସ୍ଥା ସେ ରାଜନୀତିରେ ଏବଂ ଓଡ଼ିଶା ଶାସନରେ ଅତିକ୍ରମ କଲେ। ବୃଦ୍ଧତ୍ୱର ଶେଷ ଅବସ୍ଥା ପର୍ଯ୍ୟନ୍ତ ଯେ ଶାସନକୁ ହାତ ମୁଠିରେ ରଖିଲେ, ଓଡ଼ିଆ ଦୁଇପଦ କହିପାରିଲେନି, ଯାହାଙ୍କ ହାତ ଏମିତି ଥରୁଥବ, ହାତ ସିକ୍ୟୁରିଟି ଗାର୍ଡ ଭିଡ଼ିକିରି ଥୋଇଦେବା ଆମେ ଦେଖିଛୁ। ମୁଖ୍ୟମନ୍ତ୍ରୀ ହାତ ଏଇ ହିସାବରେ ଥରୁଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର, ସେ ହାତକୁ ସିକ୍ୟୁରିଟି ଗାର୍ଡ ଭିଡ଼ିକିରି ପକାଇଦେବା ଆମେ ଦେଖିଛେ। ତାଙ୍କ ଆଖିର ଠାର, ତାଙ୍କର ମୁହଁର ଭାବଭଙ୍ଗୀ, ତାଙ୍କ କଥା କହିବାର ବାଚାଳାମି ଆମେ ସବୁ ଦେଖିଛେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବୟସ ହେଇଯାଇଥିଲା, କଥା କହିବାରେ 2-3 ଜାଗାରେ 4-6 ଜାଗାରେ ଏପଟ ସେପଟ କଥା କହିଦେଲେ। ଇସ୍ରାଏଲ ଜାଗାରେ ପାଲେଷ୍ଟାଇନ କହିଲେ, ପାଲେଷ୍ଟାଇନ ଜାଗାରେ ଇସ୍ରାଏଲ କହିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ରାଷ୍ଟ୍ରପତି ଦୌଡ଼ରୁ ଓହରେଇ ଅଣାଗଲା। ବାଚାଳାମି କରୁଛନ୍ତି, ଲୋକ ଭୋଟ ଦେବାକୁ ଚାହିଁଲେନି, ଲୋକ ତାଙ୍କୁ ଭୋଟ ଦେବାକୁ ଚାହିଁଲେନି। କିନ୍ତୁ ଏଠି କ'ଣ ହେଉଛି? ଏଠି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ମହୋଦୟ ଏମିତି ହାତ ଥରୁଥିଲା, ତାଙ୍କର ଯେଉଁ ଶୁମ୍ଭ ନୁଶୁମ୍ଭ ସିକ୍ୟୁରିଟି ଗାର୍ଡ ଥାଆନ୍ତି ସେ ହାତ ଆଣି ଭିଡ଼ି ଦେଇ ପକେଇବା ଆମେ ଦେଖୁଥିଲେ। ତେଣୁ ସେ ମୁଖ୍ୟମନ୍ତ୍ରୀ ଦୁର୍ବଳ ନା ଯିଏ ଜିତୁ ଜିତୁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଖୋଲି ବସିକିରି ଶୁଣୁଛି ସିଏ ଦୁର୍ବଳ? ହଁ, ବିଜେପି ଦଳର ପରମ୍ପରା ଅଛି, ବିଜେପି ଦଳର ସିଷ୍ଟମ ଅଛି ଯେ ଏଠି ଗୋଟାଏ ତଳ ସ୍ତରରୁ ଆସିକିରି ଲୋକଟେ ନେତା ହେଇପାରିବ। ସେଇ କ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି। ଯେ ଆପଣଙ୍କୁ ଆମେ ସ୍ପଷ୍ଟ କରିଦେବାକୁ ଏଠି ଚାହୁଁଛେ ଯେ ସେ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ନୁହଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବେ ହେଲେ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ନୁହଁ। କେମିତି ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ହେଲେ ଆଜ୍ଞା? 4 ଥରର ବିଧାୟକ, ଗତ MLA ଆସେମ୍ବଲି
ସିଜିନ୍ସ ଆପଣ ଦେଖିବେ ଭାରତୀୟ ଜନତା ଦଳ ପାର୍ଟି ତରଫରୁ ତଥା ସମଗ୍ର ବିରୋଧୀ ଦଳ ତରଫରୁ ସିଏ ସବୁଠାରୁ ଆକ୍ଟିଭ ଏମଏଲଏ ଥିଲେ। ବୁଝିପାରିଲେ, ତାଙ୍କର ସବୁଥିରେ ଭାଗ ଥାଏ, ସବୁଥିରେ କହିବାର ଥାଏ, ସବୁଥିରେ ଜଣେଇବାର ଥାଏ। ସେଇ ମୁଖ୍ୟମନ୍ତ୍ରୀଟି କେଉଁ ହିସାବରେ ଦୁର୍ବଳ ହେଲା? ଯିଏ ଜିତିବା ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲିକିରି ଲୋକଙ୍କର ଜନଶୁଣାଣି କରୁଛି, ଯିଏ ଜିତିଲା ପରେ ସାହାଣ ମେଲା କରିଦେଇଛି ନିଜ ପାଖକୁ ଲୋକଙ୍କର। ଜଗନ୍ନାଥଙ୍କର ସାହାଣୀ ମେଲା କଲେ, ଜଗନ୍ନାଥଙ୍କ ପାଖକୁ ଗଲେ, ନିଜ ପାଖକୁ ସାହାଣ ମେଲା କରିଦେଉଛନ୍ତି। କିଏ ଆସୁଛୁ ଆସ, କିଏ କ'ଣ ଅଭିଯୋଗ କରୁଛ କର। ଉଭୟ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଓଡ଼ିଶାବାସୀଙ୍କ ପାଇଁ ଆଭେଲେବୁଲ୍ ଅଛନ୍ତି, ଯେଉଁଟାକି ଆପଣମାନଙ୍କ ଶାସନ କାଳରେ ନଥିଲେ। ତେଣୁ ସେ କେମିତି ଦୁର୍ବଳ ହେଲେ? ତାଙ୍କୁ ଗୋଟେ ଦେଖନ୍ତୁ, ସେ ଭଦ୍ର ଲୋକ, ସିଏ ନମ୍ର ଲୋକ ଏବଂ ଉଚ୍ଚ ଶିକ୍ଷିତ ଧରଣର ଲୋକ। 5-4 ଥରର ଲେଖେ ବିଧାୟକ, ଛୋଟ ପିଲା ନୁହଁ ବା ନୂଆ ଶାସନ ଶିଖିଛନ୍ତି। ତେଣୁ ତାଙ୍କର ନମ୍ରତା ଆଉ ତାଙ୍କର ସିମ୍ପ୍ଲିସିଟି ଠାରୁ ନବୀନ ବାବୁଙ୍କର ସ୍ତର ବହୁତ ଉଚ୍ଚରେ। ଦୁଇ ଜଣଙ୍କର ତୁଳନା କୌଣସି ପ୍ରକାର ଆଜ୍ଞା ଆସୁନି। ଯଦି ତୁଳନାକୁ ଆପଣ ନେଉଛନ୍ତି ତାହେଲେ ଜଣେ ଏକ୍ସପାୟାର୍ଡ, ଜଣେ ବ୍ରାଣ୍ଡ ନ୍ୟୁ, ଏଇଆ ହିଁ ତୁଳନା। ଜୟ ଜଗନ୍ନାଥ, ନମସ୍କାର।